ଏମିତି ଅବତାର କଣ ପାଇଁ ନେଇଛନ୍ତି? ପିଲେ ମା ଜଣେ ଭୟଙ୍କର ଅସୁରକୁ ବିନାଶ କରିବା ପାଇଁ ଏହି ଅବତାର ନେଇଥିଲେ, ଯାହାକି ଆଉ କୋଉ ଦେବୀ ଦେବତାଙ୍କ ପକ୍ଷରେ ସମ୍ଭବ ହେଇନଥାନ୍ତା। ନନା ତମେ ଟିକେ ଭଲ କି ବୁଝେଇକି କହୁନ, ଆମେ ତ ଛୋଟ ପିଲା ଜମା ବୁଝି ପାରୁନୁ। ମୁଁ ବୁଝେଇକି କହୁଛି ଶୁଣ। ରକ୍ତ ବୀଜ ନାମରେ ଗୋଟେ ଅସୁର ଥିଲା। କୁହନ୍ତି କି ରକ୍ତ ବୀଜର ରକ୍ତ ଟୋପେ ଯୋଉଠି ବି ପଡେ ସେଇଠି ଗୋଟେ ନୂଆ ରକ୍ତ ବୀଜ ସୃଷ୍ଟି ହୁଏ ଏବଂ ତାକୁ ହତ୍ୟା କରିବା ପାଇଁ ଦେବୀ ଶକ୍ତି ମା କାଳୀଙ୍କ ରୂପ ନେଇଥିଲେ। ରକ୍ତ ବୀଜ ଭଗବାନ ଶିବଙ୍କ ଠାରୁ ଏହି ବରଦାନ ପାଇଥିଲା। ଗୋଟେ ସମୟ ଏମିତି ଆସିଲା, ରକ୍ତ ବୀଜ ଦେବତା ମାନଙ୍କ ପାଇଁ ସମସ୍ୟା ହେଇଗଲା। ତାପରେ ଦେବୀ ରକ୍ତ ବୀଜକୁ ନଷ୍ଟ କରିବାକୁ ମା କାଳୀଙ୍କ ରୂପ ନେଇଥିଲେ। ନାଲି ଆଖି, ଫୁଙ୍ଗୁଳା କେଶ, କପାଳରେ ତୃତୀୟ ଆଖି, ବେକରେ ଖପୁରିରେ ତିଆରି ଏକ ମୁଣ୍ଡ ମାଳ ଏବଂ ଗୋଡ଼ ହାତରେ ନିର୍ମିତ ଅଣ୍ଟା ପଟି। ମା ଗୋଟିଏ ହାତରେ କଟା ଯାଇଥିବା ମୁଣ୍ଡ ଆଉ ଅନ୍ୟ ହାତରେ ରକ୍ତ ଦାଗଯୁକ୍ତ ଖଣ୍ଡା ଧରି ରକ୍ତ ବୀଜକୁ କ୍ଷତାକ୍ତ କରିଦେଇଥିଲେ। ରକ୍ତ ବୀଜର ପ୍ରତ୍ୟକ୍ଷତରୁ ବାହାରୁଥିବା ରକ୍ତ ବୁନ୍ଦା ମା ପାନ କରିଦେଉଥିଲେ ଏବଂ ଏହିପରି ଭାବରେ ରକ୍ତ ବୀଜର ଅନ୍ତ ଘଟିଲା। ବୁଝିଲ ତ ପିଲାମାନେ, ମା ଦେବୀ ଶକ୍ତି କାହିଁକି କାଳୀ ରୂପ ଧାରଣ କରିଥିଲେ? ବାପରେ, ଇଏ ତ ପୁରା ଡେଞ୍ଜରିୟସ୍ ଅସୁର। ଆରେ ମାଙ୍କ ଦର୍ଶନ ତ ସରିଲା, ଚାଲ ଆମେ ଟିକେ ଏବେ ପେଟ ପୂଜା କରିବା।